ବିପରୀତ ରହସ୍ୟ ଭାବ ଜନେ କିଏ ଶୁଣିବ। ବିପରୀତ ରହସ୍ୟ ଭାବ ଯମୁନା ଜଳରେ ଭାସୁଛି ନାବ। 8 ଜଣ ହେଲେ ବୋଝାଇ ହେବ, 4 ଜଣ ହେଲେ ସେନାବ ବୁଡ଼ିବ। ଯମୁନା ନଦୀକେ ପାର କରିବ। ବିପରୀତ ରହସ୍ୟ ଭାବ ଜନେ କିଏ ଶୁଣିବ। ବିପରୀତ ରହସ୍ୟ ଭାବ ଅକାଳ ଗଛରେ ଫଳିଛି ଆମ୍ବ, 100 ବରଷରେ କୋଇଲି ହେବ। 300 ବରଷେ ସେ ଆମ୍ବ ପାଚିବ, କହତ ସେ ଆମ୍ବ କିଏ ଖାଇବ। ବିପରୀତ ରହସ୍ୟ ଭାବ ଜନେ କିଏ ଶୁଣିବ। ବିପରୀତ ରହସ୍ୟ ଭାବ ସବୁଲାରେ ଝିଅକୁ ହୋଇଛି 12 ବରଷ, 16 ବରଷରେ ତା ଗର୍ଭବାସ। ନାହିଁ ଦ୍ୱିଜୋନି ନାହିଁ ନାସା କର୍ଣ୍ଣ, କେଉଁ ବାଟେ ପୁତ୍ର ଜନ୍ମ ହେବ। ବିପରୀତ ରହସ୍ୟ ଭାବ ଜନେ କିଏ ଶୁଣିବ। ବିପରୀତ ରହସ୍ୟ ଭାବ ଗୀତ 3 ପଦ ଅର୍ଥବହୁତ, ସୁଜ୍ଞାନୀ ହୋଇଲେ ଏହା କହିବ। କହ ଇହାରିଆ ଶ୍ରୀଗୁରୁ ଶରଣ, ପଣ୍ଡିତ ହେଲେ 6 ମାସେ ଭୁଲିବ। ବିପରୀତ ରହସ୍ୟ ଭାବ ଜନେ କିଏ ଶୁଣିବ। ବିପରୀତ ରହସ୍ୟ ଭାବ ଯମୁନା ଜଳରେ ଭାସୁଛି ନାବ, 8 ଜଣ ହେଲେ ବୋଝାଇ ହେବ, 4 ଜଣ ହେଲେ ସେନାବ ବୁଡ଼ିବ। ଯମୁନା ନଦୀକେ ପାର କରିବ। ବିପରୀତ ରହସ୍ୟ ଭାବ ଜନେ କିଏ ଶୁଣିବ। ବିପରୀତ ରହସ୍ୟ ଭାବ 100 ବରଷର କୋଇଲି ହେବ। କ'ଣ ସେଟା 100 ବରଷର କୋଇଲି ହେବ? ପଡ଼ିବା ପଡ଼ିଲ? ହଉ। ଅକାଳ ଗଛରେ ଫଳିଛି ଆମ୍ବ, 100 ବର୍ଷରେ କୋଇଲି ହେବ, 300 ବର୍ଷରେ ସେ ଆମ୍ବ ପାଚିବ, କହତ ସେ ଆମ୍ବ କିଏ ଖାଇବ। ବିପରୀତ ରହସ୍ୟ ଏସବୁ ସୂର୍ଯ୍ୟ କଥା ଗୀତ। ହେ କାଶ ମଝିରେ ଉଠେଇଛି, ଯଦି ଅଦା ଖଣ୍ଡେ ଡାକିଥାନ୍ତି ଟିକେ କାଶ ହେଇନଥାନ୍ତା। ଆଜି ଅଦା ଡାକିଥିଲି ନା, ଅଦା ଡାକିଥିଲି ଟିକେ ଘଣ୍ଟେ 2 ପରେ ଚା ପିଇକି କଣ୍ଠଟା ଠିକ୍ ଅଛି ଦେଖିବାକୁ। ଆଉ କାଶ ମାସ ହେବନି। ଆଉ ଚା ଫା ପିଇଥିଲି କ'ଣ ସେ ହେଲାନି। ତମ ଦାଦା କେତେ ବର୍ଷ ହେଲାଣି? 82? 82 ହେଲାଣି। ହଁ। ହଁ 82 ବର୍ଷରେ ତମେ ତ ଏତେ ବଢ଼ିଆ ଗାଉଛ। କଠ ନା ମୁଁ ଯଦି ଚା ପିଇମି ଅଦା ଟିକେ ଡାକିମି, କଠ ବିନା ପଇସା ଚାଲିବ, କିଛି ଅସୁବିଧା ନାହିଁ ନା। ଆଉ ଗୋଟେ ପଚାରି ଜଗା କାଳିଆ ପାଦେ ଗଲି ଶରଣ। ରୁହ। ଜଗା କାଳିଆ